ओम नमः भगवते वासुदेवाय। ओम नमः भगवते वासुदेवाय। श्रीमद् भागवत महापुराण ର 10ଟି ଲକ୍ଷଣ ଅଛି। ଆସନ୍ତୁ ଆମେ ଶ୍ରବଣ କରିବା। ଅତ୍ର ସର୍ଗୋ ବିସର୍ଗଶ୍ଚ ସ୍ଥାନ ପୋଷଣ ମୁତୟ ମନନ୍ତୋରି ସାନୁ କଥା ନିରୋଧ ମୁକ୍ତିରାଶ୍ରୟ। ଦଶମସ୍ୟ ବିଶୋଧାର୍ଥଂ ନବାନାମିହ ଲକ୍ଷଣଂ ବର୍ଣ୍ଣୟନ୍ତି ମହାତ୍ମାନ ସୁତେନାର୍ଥେନ ଚାଞ୍ଜସା। ତୃତୀୟ ସ୍କନ୍ଦ ସର୍ଗ, ଚତୁର୍ଥ ସ୍କନ୍ଦ ବିସର୍ଗ, ପଞ୍ଚମ ସ୍କନ୍ଦ ସ୍ଥାନ, ଷଷ୍ଠ ସ୍କନ୍ଦ ପୋଷଣ, ସପ୍ତମ ସ୍କନ୍ଦ ଉକ୍ତି, ଅଷ୍ଟମ ସ୍କନ୍ଦ ମନନ୍ତର, ନବମ ସ୍କନ୍ଦ ଈଶାନୁକଥା, ଦଶମ ସ୍କନ୍ଦ ନିରୋଧ, ଏକାଦଶ ସ୍କନ୍ଦ ମୁକ୍ତି ଏବଂ ଦ୍ୱାଦଶ ସ୍କନ୍ଦ ଆଶ୍ରୟ। ଆସନ୍ତୁ ଆମେ ଏକାଦଶ ସ୍କନ୍ଦ ବିଷୟରେ ଜାଣିବା, ଯାହାକି ତାର ଲକ୍ଷଣ ମୁକ୍ତି। ମୁକ୍ତି କାହାକୁ ପ୍ରଥମେ କୁହାଯାଏ, ସେହି ବିଷୟରେ ଆମେ ଆଜି ପୁଙ୍ଖାନୁପୁଙ୍ଖ ଭାବରେ ଶ୍ରବଣ କରିବା। ଅମୃତମୟ ଏ ଭାଗବତ କଥା, ଭଗବାନଙ୍କର କଥା ଯେ ଆମେ ଶ୍ରବଣ କରି ଏ ଭବ ସଂସାରରୁ କିପରି ମୁକ୍ତି ପାଇବା, ସେହି ବିଷୟରେ ଆଜି ଆମେ ଶ୍ରବଣ କରିବା। ତାହେଲେ ମୁକ୍ତି କ'ଣ? ମୁକ୍ତି ହେଉଛି ଆତ୍ୟନ୍ତିକ ପ୍ରଳୟ ହିଁ ମୁକ୍ତି। ଅଜ୍ଞାନ କଳ୍ପିତ କର୍ତ୍ତୃତ୍ୱ ଭର୍ତ୍ତୃତ୍ୱ ପ୍ରଭୃତି ଅନାତ୍ମ ଭାବ ଛାଡ଼ି ଏ ସଂସାର ଯେଉଁ ବିଷ୍ଣୁ ମାୟାରେ ଆମେ ପଡ଼ି ଆମେ ଅଜ୍ଞାନରେ ଆମେ କର୍ତ୍ତା ବୋଲି ଭାବୁଛନ୍ତି। ପ୍ରକୃତ ବାସ୍ତବ ଜ୍ଞାନ, ଆମର ସ୍ୱରୂପ ଜ୍ଞାନ, ଆମର ପ୍ରକୃତ ନିଜର ପରିଚୟ ବାସ୍ତବିକ ସ୍ୱରୂପରେ ବା ପରମାତ୍ମାଙ୍କ ଠାରେ ସ୍ଥିତ ହେବା ହିଁ ମୁକ୍ତି। ପରମାତ୍ମା ହୁଅନ୍ତି ଯଦି ସାଗର, ଆମେ ହେଲେ ଜୀବାତ୍ମା ନଦୀ ସ୍ୱରୂପ। ନଦୀ ଯେତେବେଳେ ସାଗରରେ ମିଶିଯାଏ, ଜୀବ ସ୍ୱରୂପା ନଦୀ ଯେତେବେଳେ ପରମାତ୍ମା ସାଗରରେ ସ୍ଥିତ ହୋଇଯାଏ, ସେତେବେଳେ ହିଁ ମୁକ୍ତି। ସେହି ଅବସ୍ଥାକୁ ହିଁ ମୁକ୍ତି କୁହାଯାଏ। ଆସନ୍ତୁ ସେହି ମୁକ୍ତି ବିଷୟରେ ଆମେ ଏକାଦଶ ସ୍କନ୍ଧରେ ପୁଙ୍ଖାନୁପୁଙ୍ଖ ଭାବରେ ପ୍ରଭୁଙ୍କ କଥା ଓ ଗାଥା ଶ୍ରବଣ କରିବା। ଅତି ମଧୁର ପ୍ରଭୁଙ୍କର ସେହି ଅମୃତମୟ ଗାଥା ଶ୍ରବଣ କରିବା। ଏକାଦଶ ସ୍କନ୍ଧରେ ବର୍ଣ୍ଣିତ ମୁକ୍ତି ଲକ୍ଷଣ। ଏଥିରେ ନିମି ନବଯୋଗେଶ୍ୱର ସମ୍ବାଦ, ଅବଧୂତ ଉପାଖ୍ୟାନ, ଶ୍ରୀକୃଷ୍ଣ ଉଦ୍ଧବ ସମ୍ବାଦ ପ୍ରଭୃତି ମାଧ୍ୟମରେ ମାୟାକୁ ତରିବାର ଉପାୟମାନ ବର୍ଣ୍ଣିତ ହୋଇ ପରମାତ୍ମାଙ୍କୁ ପରମ ସତ୍ୟ ରୂପେ ନିରୂପଣ କରାଯାଇଛି। ଆସନ୍ତୁ ଜାଣିବା ଏକାଦଶ ସ୍କନ୍ଧ ପ୍ରଥମ ଅଧ୍ୟାୟ। ଓମ୍ ନମଃ ଭଗବତେ ବାସୁଦେବାୟ। ଓମ୍ ନମଃ ଭଗବତେ ବାସୁଦେବାୟ। ଓମ୍ ନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମଂ ଦେବୀଂ ସରସ୍ୱତୀଂ ବ୍ୟାସଂ ତतो ଜୟମୁଦୀରୟତେ। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवं। निगमकल्पतरुर्गलितं फलं सुखमुखादद्रव्यसंयुतं पिबत भागवतं रसमालयं मुहुरः रसिका भुवि भावुका। एकादश स्कन्ध प्रथम अध्याय। ब्राह्मण अभिशाप फले जात जे
লীলা মুষলে যহু যাদব বংশ ক্ষয় ବର୍ଣ୍ଣନ ପ୍ରଥମ ଅଧ୍ୟାୟ। ବ୍ରାହ୍ମଣମାନଙ୍କର ଅଭିଶାପ ଫଳରେ କିପରି ଲୌହ ମୂଷଳ ଜାତ ହୋଇଥିଲା, ଯାଦବ ବଂଶ କିପରି ବିନାଶ ହେଲା, ସେ ବିଷୟରେ ଆସନ୍ତୁ ଆମେ ପ୍ରଥମ ଅଧ୍ୟାୟରୁ ଶ୍ରବଣ କରିବା। ନମୋ ନୃସିଂହ ଚରଣ ଅନାଦି ପରମ କାରଣ ଲୀଳା ବିଧୃତ କଳେବର ଦେବ ମାନବେ ଅଗୋଚର ମାୟା ସଂସାର ଯାର ଲୀଳା ଯା ନାମ ଭବ ଜଳେ ଭେଳା କରୁଣା କଟାକ୍ଷ ପ୍ରକାଶେ ଭକତ ଜନ ଦୁଃଖ ନାଶେ ତା ପାଦେ ଶରଣ ମୋହର ଏଣେ ତରିବ ଭବ ଘୋର ସେ ହରି ଚରିତ ପ୍ରକାଶ ମୁକ୍ତି ଲକ୍ଷଣ ଏକାଦଶ ଏ ଭାଗବତ ଧର୍ମ କଥା ହେଳେ ଖଣ୍ଡଇ ଭବ ବ୍ୟଥା ନାରଦ ବସୁଦେବ ବାଣୀ ନିମିରାଜନେ ନବମୁନି ଉଦ୍ଧବ ନିସ୍ତାରଣ ବାଣୀ ଯାହା କହିଲେ ଚକ୍ରପାଣି ଏ କଥା ପ୍ରାକୃତେ ପ୍ରକାଶ ଆରମ୍ଭେ ଜଗନ୍ନାଥ ଦାସ ବ୍ୟାସ ନନ୍ଦନ ମୁଖୁ ଶୁଣି ନିର୍ମଳ ଭାଗବତ ବାଣୀ ସାଧୁ ସଙ୍ଗମେ ଗଙ୍ଗା ତୀରେ ସୁକ ଚରଣ ଧରି କରେ ଆନନ୍ଦେ କରି ଅଶ୍ରୁପାତ ବୋଇଲେ ଅଭ୍ୟୁମାନ ସୁତ ରାଜା ପରୀକ୍ଷିତ ବାଚ ଭମୁନି ନମେ ତପାୟାରେ ମତେ ଉଦ୍ଧର ଏ ସଂସାରେ କହ ଶ୍ରୀ କୃଷ୍ଣ ଗୁଣମାନ ପୁଣି କି କଲେ ଭଗବାନ ଶ୍ରୀ ଶୁକବାଚ ଦେବଙ୍କ ବ୍ୟାକୁଳେ ମୁରାରି ଅବନିତଳେ ଅବତରି ଅଂଶେ ମନୁଷ୍ୟ ରୂପ ଧରି ଯାଦବ ତୁଲେ ରାମ ହରି ଦୁଷ୍ଟ ଦନୁଜ ଗଣ ମାରି ଅବନି ଭାରା ହେଳେ ହରି କୁରୁ ପାଣ୍ଡବ ମଧ୍ୟେ ହରି ମାୟା କନ୍ଦଳେ ଭେଦ କରି କପଟ ପଶାବନ ବାସ
ଆକର୍ଷି ଦ୍ରୌପଦୀର କେଶ ଭୀମକୁ ବିଷ ଲଡୁ ଦେଇ ଯତୁର ଘରେ ଅଗ୍ନି ଦାହି ଏ ଆଦି ଯେତେ କଷ୍ଟ ମାନ ପାଣ୍ଡବେ ଦେଲା ଦୁର୍ଯ୍ୟୋଧନ ସେ ଅପମାନେ କ୍ରୋଧ ବହି ସଙ୍ଗତେ ଘେନି ପାଞ୍ଚ ଭାଇ ନିମିତ୍ତ କରି ତାଙ୍କୁ ହରି ଅନେକ ଅକ୍ଷୋହିଣୀ ମାରି ଭାରା ନିବାରି ଭଗବାନ ଅନ୍ତେ ଚଳିଲେ ନିଜ ସ୍ଥାନ ଯାଦବେ କୃଷ୍ଣ ଭୁଜ ବଳେ ଅଜେୟ ଏ ମହିମଣ୍ଡଳେ ତାହାଙ୍କୁ ସଙ୍ଗେ ଘେନି କରି ଦୁଷ୍ଟ ରାଜାଙ୍କ ପ୍ରାଣ ହରି ମନରେ କରନ୍ତି ବିଚାର ଯାବତ ଛନ୍ତେ ଯଦୁବୀର ତାବତ ପୃଥିବୀର ଭାର ଉଶ୍ୱାସ କାହିଁ ଅଛି ଆର ଦେବତା ଦେ ନାଗ ନର ଏଣେ ନୁହନ୍ତେ ସଂହାର ମୋର ବିଭବ ମୋର ହସ୍ତେ ନାସିବା ନୁହଁ ଉଚିତେ କଳି ଭିଆଇ ନିଜ ବଂଶେ ସଂହାରି ବିଶ୍ରାମୀ ବିଶେଷେ ବନୁ ଅନଳ ଜାତ ହୋଇ ଯେହ୍ନେ ଲିଭଇ ବନ ଦହି ଶୁଣ ରାଜନ ପରୀକ୍ଷିତ ଏମନ୍ତ ବିଚାରି ଅଚ୍ୟୁତ ନିମିତ୍ତ ବିପ୍ର ଶାପ କରି କନ୍ଦଳେ ନିଜ ବଂଶ ମାରି ଲାବଣ୍ୟ ରୂପେ ଜନମୋହି ପ୍ରାଣୀ ନୟନେ ସୁଖ ଦେଇ ସେ ରୂପ କରି ଅନ୍ତର୍ଧ୍ୟାନ ହରିଲେ ପ୍ରାଣୀଙ୍କର ମନ କୃଷ୍ଣ କୋମଳ ମଞ୍ଜୁବାଣୀ ଯେ କର୍ଣ୍ଣ ପଥେ ଥିଲେ ଶୁଣି ତେଣେ ତାହାଙ୍କ ମନ ହରି ଅନ୍ତର ହୋଇଲେ ମୁରାରି କୃଷ୍ଣର ପାଦ ପଦ୍ମ ଚିହ୍ନ ସୁନ୍ଦର ମନ୍ଥର ଗମନ ସେ ପାଦ ପଦ୍ମେ ଦେଇ ମନ ଯେ ଅବା ଦେଖିଥିଲେ ଜନ ତେଣେ ତାହାଙ୍କ ମନ ହରି ନିଜ ଭୁବନେ ବିଜେ କରି କୃଷ୍ଣର ଯଶ ଗୁଣ ଯେତେ ସଂସାରେ ଶୁଣି ଗୁଣି ଚିତେ ପ୍ରାଣୀ ହୋଇବେ ଭବୁ ପାର ଏମନ୍ତ ମହିମା ଯାହାର ସେ ରୂପ କଲେ ଅନ୍ତର୍ଧ୍ୟାନ ହରି ଚଳିଲେ ନିଜ ସ୍ଥାନ ସୁକ ଚରଣ ତଳେ ପଡ଼ି କହେ ପରୀକ୍ଷା କର ଯୋଡ଼ି ରାଜା ପରୀକ୍ଷିତ ଉବାଚ
अखण्ड यदुवंशकोपे किंपा हरिले ब्रह्मशापे जे यदुवंश मोहितळे क्षनुहन्ति रिपुबळे जाहार स्नेह अनुबंधे ईश्वर खेलई आनंदे जादवे विप्र गुरुपादे सेवन्ति वेद विधिवादे से ब्रह्म साप नर हरि हेले पारयान करी सर्व संपद निज पुरी मायार बळे जेते करी किंपा गोविंद संहारिले निज भुवने विजे कले जादवे एक आत्मा होई किंपा कंदल कले सेही कि साप कि अबा कारण ए सर्व मोहर प्रसन्न भमुनि कह तो समने एमंत राजार वचने बोलंती व्यास मुनि सुत शुण हो कृष्णर चरित श्री सुकवाच जनमोहन मायाधर प्रकाशी नर कलेवर नाना विचित्र कर्म करी कंदले निज वंश मारी काहार साध्य एबे भार शुणसु मने नृपवर कଳି कलुष निवारण संसारे स्थापी जस गुण एबे गोविंद कले जेते कहिबा शुण एक चिते जादव वंश नाशार्थे गोविंद सुमरिले चिते विप्रे जे थिले निज देशे बाहर कृष्ण माया बेशे विश्वामित्रंकु आग करी असित कोण ब्रह्मचारी वशिष्ठ नारद विशेषी भृगु अंगिरा अत्रि ऋषि दुर्वासा कश्यपंकु घेनी श्रीवाम देव ब्रह्म मुनि सर्वे चालन्ति वन पथे मिलिले पिंडराक तीर्थे एणे जे कृष्णर कुमारे आनंदे समुद्रर तीरे सकळे एक स्थाने मिली रंगे करन्ति नाना खेली सांबकु नारी वेश करी उदरे लह पात्र भरी चालई चरण मंथरे श्रमे घूर्मित कलेवरे मुनि की देखी लज्जा पाई अंतरे अधमुख होई रहिला लता अभ्यंतरे एमंते कृष्णर कुमारे मुनि समीपे धीरे जाई कर अंजलि सिरे देई कमल मधुर वचने बोलंती शुण विप्रजने जादव कुल बधु एहि अनेक दिनु गर्भ बही प्रसव नहे कि कारणे पुछिलु तुम्भर चरणे
ଚାଲି ନ ପାରେ ଶ୍ରମ ଭାଗେ, ଲାଜେ ନ କହେ ତୁମ୍ଭ ଆଗେ। ତୁମ୍ଭେ ସର୍ବଜ୍ଞ ମୁନି ସର୍ବ, ଏହାର ଗର୍ଭେ କି ହୋଇବ। ପୁତ୍ର ଦୁହିତା କିବା ଜାତ, ମାୟା ନ କରି କହ ସତ। ଶୁଣି ସେ କପଟ ବଚନ, କୋପେ ବୋଲନ୍ତି ମୁନି ଜନ। ଏ ନାରୀ ଗର୍ଭବାସ ବାଣୀ, ଆମ୍ଭେ ଜାଣିଲୁ ପରିମାଣି। ଏହାର ଗର୍ଭେ ହେବ ବାଳ, ନିଷ୍ଠୁର ଲହର ମୂଷଳ। ଆଜ ଏ ଗର୍ଭ ପ୍ରସବିବ, ତୁମ୍ଭର ବଂଶ ବିନାଶିବ। କୁଳ ସମୂଳେ କରି ନାଶ, ଭୂମିରେ ଯେତେ ଯଦୁବଂଶ। ଏମନ୍ତ କହି ଗଲେ ମୁନି, କୃଷ୍ଣକୁ ମରେ ତାହା ଶୁଣି। ବଜ୍ର ପଡ଼ିଲା ଯେହ୍ନେ ମୁଣ୍ଡେ, ଶାମ୍ବକୁ ଘେନି ରାଜଦାଣ୍ଡେ। ତକ୍ଷଣେ ଲହ ପାତ୍ର ଫେଇ, ପେଟ ଖୋଜନ୍ତି ହସ୍ତ ଦେଇ। ପିଙ୍ଗଳ କର୍କଶ ପିଛିଳ, ଦେଖିଲେ ଲହର ମୂଷଳ। ଗର୍ଭ ପଡ଼ିଲା ବଜ୍ର ପ୍ରାୟେ, ଦେଖି କମ୍ପନ୍ତି ମହାଭୟେ। ଲହ ମୂଷଳ ତେଜ ଭରେ, ଚକ୍ଷୁ ବୁଜିଲେ ବେନି କରେ। ବୋଲନ୍ତି କଲୁ ମନ୍ଦ କର୍ମ, କିବା ବୋଲିବେ କୃଷ୍ଣ ରାମ। ଏମନ୍ତେ ଶ୍ରୀକୃଷ୍ଣର ସୁତେ, ଲହ ମୂଷଳ ଘେନି ହସ୍ତେ। ଉଗ୍ରସେନର ସଭା ତଳେ, ମିଳିଲେ ହୃଦୟ ବିକଳେ। ଲହ ମୂଷଳ ତଳେ ଥୋଇ, କହନ୍ତି ସଭା ମୁଖ ଚାହିଁ। ଆମ୍ଭେ ଯେ କ୍ରୀଡ଼ା କୌତୁକେ, ଖେଳନ୍ତେ ତୀର୍ଥ ପିଣ୍ଡାରକେ। ଶାମ୍ବକୁ ନାରୀ ବେଶ କରି, ଉଦରେ ଲହ ପାତ୍ର ଭରି। ମୁନିଙ୍କି ପଚାରିଲୁ ଭାବେ, ଏ ଗର୍ଭ ପ୍ରସବ ପ୍ରସ୍ତାବେ। ଶୁଣି କୋପିଲେ ମୁନି ଜନେ, ବନ ଗହନ ପଥ ଶ୍ରମେ। ବୋଇଲେ ଗର୍ଭେ ଅଛି ବାଳ, ନିଷ୍ଠୁର ଲହର ମୂଷଳ। ଭୂମିରେ ଯଦୁବଂଶ ଯେତେ, ଏଲହେ ମରିବେ ସମସ୍ତେ। ନାଶ କରିବ ଯଦୁକୁଳ, ଏ ଜାତ ଲହର ମୂଷଳ। ତକ୍ଷଣେ ଗର୍ଭ ଫେଇ ଦେଖି, ଭୟେ ବୁଜିଲୁ ବେନି ଆଖି। ଏମନ୍ତ କହି ସଭା ମଧ୍ୟେ, କୁମରେ ବସିଲେ ବିଷାଦେ। ଶୁଣି ସକଳ ପୁରଜନେ, କହନ୍ତି ଦୁଃଖିତ ବଚନେ। ନିଷ୍ଠୁର ବ୍ରହ୍ମ କୋପାନଳ, ଦହିବ ନିଶ୍ଚେ ଯଦୁକୁଳ। ଅନ୍ୟଥା କେ ତାହା କରିବ, ବ୍ରହ୍ମା ଶଙ୍କର ବାସୁଦେବ। ଭୟେ ତରସ୍ତ ସର୍ବଜନ, ବଦନୁ ନସ୍ଫୁରେ ବଚନ। ତା ଦେଖି ରାଜା ଉଗ୍ରସେନ, ଭୃତ୍ୟଙ୍କୁ ବୋଲନ୍ତି ବଚନ। ଏଲୋହ ଗିରି ଶିଖେ ନେଇ, ଘସ ସମୁଦ୍ର ଜଳ ଦେଇ। ନିଶେଷ କରି ଲହ ଘସ, ଯେମନ୍ତେ ନର ହୋଇ ଶେଷ। ତକ୍ଷଣେ ରାଜା ଆଜ୍ଞା ପାଇ, ମୂଷଳ ଘେନି ବେଗେ ଯାଇ।
पर्वते समुद्रर जले लह घसन्ति भुज बले घसन्ते लह चूर्णशिले पड़ई समुद्रर जले अनेक दिन घसी रसे अल्प रहे अवशेषे अंगुली छिड़े घर सणे निष्ठुर निशेष करणे नपारी पकाइले जले घोर गभीर मीन मेले लह पड़न्ते घर पाणी आहार प्राय ताहा मणि मीन घिड़िला अति बेगे से मीन मत्स्यगण संगे चरन्ते समुद्रर जले जाले पड़िला रात्र काले धीवर मीन नेई एका जारा सबरे देले देखा मीन काटन्ते तार घरे लोह देखिला ता उदारे कर्कश पिंगल प्रचंड जिन्हे जल मारतंड देखि सबर तो सहे नाराज कला ताहाने बाणर मूले तीक्ष्ण फल तेजे की गंजाई अनाळ लोहर चूर्ण पड़ी जले भासिला समुद्र उल्लळे तीरे लागन्ते लह चूर्ण जन्मिलाएर कारवान तीक्ष्ण त्रिशिर से स्वभावे जेणे जादवे ना सजीवे जे काल रूपी भगवान जाणई सकल विधान बळे सकल करि पारे तथापि ब्रह्म सापे डरे कूल विनाश हेतु करी अवनी भारा हेले हरि निज भुवने अवधान नीलेप प्रभु भगवान श्री एकादश भागवत बोलये दास जगन्नाथ जाह्नवी तीरे राजा गे सुख कहन्ति ब्रह्म भागे पुराण भागवत वाणी सुजने तर एहा शुणी सुजने तर एहा शुणी सुजने तर एहा शुणी इति श्रीमद्भागवते महापुराणे परमहंस्यां संहितायाम् एकादश स्कन्धे विप्रशापकथनं नाम प्रथमोऽध्यायः। ओं नमो भगवते वासुदेवाय। ओं नमो भगवते वासुदेवाय। ओं नमो भगवते वासुदेवाय। जय श्री सत्यनारायण स्वामी की जय। ठाकुरंकर सदिचा पूर्ण हो बोल आनंदी कबार हरि हरि बोल।